ଏହି ଭିଡ଼ିଓରେ ଜାଣିବା ଋକାର ମାତ୍ରା। ଓଡ଼ିଆରେ ଋକାର ମାତ୍ରାକୁ ଏହିପରି ଭାବରେ ଦିଆଯାଇଥାଏ। କିନ୍ତୁ ଇଂରାଜୀରେ ଋକାର ମାତ୍ରାକୁ କିପରି ଦିଆଯାଇଥାଏ ଜାଣିଛନ୍ତି? ଇଂରାଜୀରେ ଋକାର ମାତ୍ରାକୁ ସେହି ଅକ୍ଷର ସହିତ RU ଦିଆଯାଇଥାଏ। ଯେପରିକି କ ଲେଖିବା, ଏହି କ ଅକ୍ଷରରେ ଋକାର ମାତ୍ରା ଦେଲେ କ'ଣ ପଡ଼ିବା? କରେ ଋକାର କୃ। କିନ୍ତୁ ଇଂରାଜୀରେ କୃ ଲେଖିବାକୁ ହେଲେ ପ୍ରଥମେ କେ ଅକ୍ଷର ସହିତ RU ଯୋଗ କରାଯାଇଥାଏ। ତେଣୁ KRU କୃ। ଖରେ ଋକାର କୃ KHRU କୃ। ଗରେ ଋକାର ଗୃ GRU ଗୃ। ଘରେ ଋକାର ଘୃ GHRU ଘୃ। ଚରେ ଋକାର ଚୃ CHRU ଚୃ। ଛରେ ଋକାର ଛୃ CHHRU ଛୃ। ବର୍ଗଜରେ ଋକାର ଜୃ JRU ଜୃ। ଝରେ ଋକାର ଝୃ JHRU ଝୃ। ଟରେ ଋକାର ଟୃ TRU ଟୃ। ଠରେ ଋକାର ଠୃ THRU ଠୃ। ଡରେ ଋକାର ଡୃ DRU ଡୃ। ଢରେ ଋକାର ଡୃ DHRU ଡୃ। ତରେ ଋକାର ତୃ TRU ତୃ। ଥରେ ଋକାର ଥୃ THRU ଥୃ। ଦରେ ଋକାର ଦୃ DRU ଦୃ। ଧରେ ଋକାର ଧୃ DHRU ଧୃ। ନରେ ଋକାର ନୃ NRU ନୃ। ପରେ ଋକାର ପୃ PRU ପୃ। ଫରେ ଋକାର ଫୃ PHRU ଫୃ। ଫରେ ଋକାର ଫୃକୁ ବି ମଧ୍ୟ ଇଂରାଜୀରେ FRU ବୋଲି ଲେଖାଯାଇଥାଏ, କିନ୍ତୁ ସବୁବେଳେ ଲେଖାଯାଏ PHRU ଫୃ। ଠିକ୍ ଅଛି। ବରେ ଋକାର ବୃ BRU ବୃ। ଭରେ ଋକାର ଭୃ BHRU ଭୃ। ମରେ ଋକାର ମୃ MRU ମୃ। ଅନ୍ତସ୍ତରୀ ଋକାର ଜୃ JRU ଜୃ। ବର୍ଗଜରେ ଋକାର ଜୃ ମଧ୍ୟ JRU ଲେଖୁଥିଲେ, ମନେ ପଡ଼ୁଛି? ଳରେ ଋକାର ଋ LRU ଳୃ। ଳରେ ଋକାର ଲୃ। ଇଂରାଜୀରେ ଲୃକୁ ବି ମଧ୍ୟ LRU ଲେଖାଯାଇଥାଏ। ଦନ୍ତସ୍ୱରେ ଋକାର ଶୃ SRU ଶୃ। ମୂର୍ଧନି ସ୍ୱରେ ଋକାର ଶୃକୁ ବି ମଧ୍ୟ ଇଂରାଜୀରେ SRU ଲେଖାଯାଇଥାଏ। ତାଲବେଶ୍ୱରେ ଋକାର ଶୃ, ଇଂରାଜୀରେ ଏହାକୁ ଲେଖାଯାଏ SHRU ଶୃ। ହରେ ଋକାର ହୃ, ଇଂରାଜୀରେ ଏହାକୁ କିପରି ଲେଖାଯାଏ HRU ହୃ। କ୍ଷରେ ଋକାର କ୍ଷୃ, ଇଂରାଜୀରେ ଏହାକୁ ଲେଖାଯାଇଥାଏ KSHRU କ୍ଷୃ। ଥ୍ୟାଙ୍କ ୟୁ।